ଲିଖନୀରେ କାହାଣୀ। ଆଜିର ଗଳ୍ପ ବୋକା ବ୍ରାହ୍ମଣ କଥା। ଦିନେ ଜଣେ ବୋକା ବ୍ରାହ୍ମଣ ବୀରବଲଙ୍କ ନିକଟରେ ଆସି ପହଞ୍ଚିଲେ। ବ୍ରାହ୍ମଣ ଜଣକ ବିଦ୍ୟା ବୁଦ୍ଧିରେ ପ୍ରବୀଣ ନଥାଇ ମଧ୍ୟ ସେ ସମସ୍ତଙ୍କ ନିକଟରେ ନିଜକୁ ମହାପଣ୍ଡିତ ବୋଲି ପରିଚୟ ଦିଅନ୍ତି। ସମସ୍ତେ ତାଙ୍କୁ ପଣ୍ଡିତ ବୋଲି ଜ୍ଞାନ କରି ସମ୍ମାନ ପ୍ରଦର୍ଶନ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା। କିନ୍ତୁ କେହି ତାଙ୍କୁ ପଣ୍ଡିତ ମର୍ଯ୍ୟାଦା ପ୍ରଦାନ କରୁନଥାନ୍ତି। ପ୍ରକୃତରେ ତ ସେ ଜଣେ ମୂର୍ଖ ଓ ବୋକା। ତାଙ୍କୁ ବା କିଏ କାହିଁକି ପଣ୍ଡିତ ସମ୍ମାନ ପ୍ରଦାନ କରିବ? ତେଣୁ ବ୍ରାହ୍ମଣଟି ବୀରବଲଙ୍କ ନିକଟରେ ପହଞ୍ଚି ନିଜର ମନ କଥା ପ୍ରକାଶ କଲା। ବୀରବଲ ମଧ୍ୟ ବ୍ରାହ୍ମଣଟି ଏକ ମୂର୍ଖ ତାହା ଜାଣିପାରିଲେ। ମନେ ମନେ ବୀରବଲ ଏକ କଥା ଚିନ୍ତା କଲେ। ବ୍ରାହ୍ମଣକୁ ପାଖକୁ ଡାକି କହିଲେ, ଆପଣ ଏଇ ଗୋଟେ ସାମାନ୍ୟ କଥା ପାଇଁ ଏମିତି ବ୍ୟସ୍ତ ହେଉଛନ୍ତି? ମୁଁ ଯାହା କହିବି ମୋ କଥା ମାନିଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ। ଏହା କହି ବୀରବଲ କହିଲେ, ତୁମକୁ ଯେତେବେଳେ ଯିଏ ପଣ୍ଡିତ ବୋଲି ସମ୍ବୋଧନ କରିବ, ତୁମେ ତାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଆରମ୍ଭ କରିଦେବ। ତା ସଙ୍ଗେ ସଙ୍ଗେ ଇଟା ପଥର ଯାହା ପାଇବ ଉପରକୁ ଫୋପାଡ଼ିବ। ଏହାପରେ ବୀରବଲ ତାଙ୍କ କର୍ମଚାରୀମାନଙ୍କୁ ବ୍ରାହ୍ମଣକୁ ପଣ୍ଡିତ ବୋଲି ସମ୍ବୋଧନ କରିବାକୁ କହିଲେ। କର୍ମଚାରୀମାନେ ଯେମିତି ବ୍ରାହ୍ମଣକୁ ପଣ୍ଡିତ ବୋଲି କହିଲେ, ସେ ମନେ ମନେ ଖୁସି ହୋଇଗଲେ। ସଙ୍ଗେ ସଙ୍ଗେ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ ଓ ଇଟା ପଥର ଫିଙ୍ଗିବା ଆରମ୍ଭ କରିଦେଲେ। ଏହି କଥାଟି ଚାରିଆଡ଼େ ବ୍ୟାପିଗଲା। ସହରରେ ସମସ୍ତେ ସେହି ବ୍ରାହ୍ମଣକୁ ପଣ୍ଡିତ ବୋଲି ସମ୍ବୋଧନ କଲେ। ସେ ମଧ୍ୟ ବୀରବଲ କହିଥିବା କଥା ଅନୁଯାୟୀ ତାର କାର୍ଯ୍ୟ ଆରମ୍ଭ କରିଦେଇଥିଲା। ବ୍ରାହ୍ମଣ ତ ମୂର୍ଖ ବୋକା, ସେ ବା କାହିଁ ଏକଥାର ଅର୍ଥ ବୁଝିପାରିବ? ସେ ମନେ ମନେ ଖୁସି ଯେ ତାକୁ ଲୋକମାନେ ପଣ୍ଡିତ ବୋଲି ସମ୍ବୋଧନ କରୁଛନ୍ତି। ଦିନେ ବ୍ରାହ୍ମଣ ବୀରବଲଙ୍କ ନିକଟରେ ପହଞ୍ଚି ଏଥିପାଇଁ ତାକୁ କୃତଜ୍ଞତା ଜ୍ଞାପନ କଲେ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।